ଆପଣ ଦେଖନ୍ତୁ ବିଗତ ଶ୍ରୀରାମ ନବମୀ ପାଖାପାଖି ଶ୍ରୀରାମ ନବମୀର 2 ଦିନ ପରେ ମାର୍ଚ୍ଚ 30 ତାରିଖ ଦିନ ବାଲେଶ୍ୱର ଜିଲ୍ଲା ବାହାନଗାଁ ଅଞ୍ଚଳରେ NH ଉପରେ ବେଆଇନ ଭାବେ ଗୋଚାଲାଣ କରାଯାଉଥିଲା ଏବଂ କିଛି ଆମର ଗୋରକ୍ଷକ ଭାଇମାନେ ସେ ଗାଡ଼ିକୁ ପିଛା କରିଥିଲେ, ଗାଡ଼ିଟିକୁ ଅଟକାଇବା ପାଇଁ ଅବରୋଧ କରିବା ପାଇଁ ଚେଷ୍ଟା କରିଥିଲେ। ସେହି ସମୟରେ ବେଆଇନ ଗୋଚାଲାଣକାରୀମାନଙ୍କ ଏସ୍କର୍ଟ ଗାଡ଼ି ତାଙ୍କ ଉପରକୁ ମାରଣାନ୍ତକ ଆକ୍ରମଣ କରି ତାଙ୍କୁ ଚେପେଇକି ମାରିବାକୁ ଉଦ୍ୟମ କଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ଯେତେବେଳେ ଦୁର୍ଘଟଣା ହୋଇ ପଡ଼ିଥିଲେ ସେହି ସମୟରେ ତାଙ୍କ ଉପରେ ଭୁଜାଲିରେ ଆକ୍ରମଣ କରାଗଲା, ଯେଉଁଥିରେ କି ଗୋଟିଏ କୃପାସିନ୍ଧୁ ବେହେରା ନାମକ ଜଣେ ଭାଇ ଆମର ସେଇଠି ହିଁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ, ଶହୀଦ ହୋଇଥିଲେ ବୋଲି ମୁଁ କହିବି। ନିଜ ମାଆର ହକ୍ ପାଇଁ ନିଜ ମାଆକୁ ରକ୍ଷା କରିବାକୁ ଯାଇ ସେ ଶହୀଦ ହୋଇଥିଲେ ଏବଂ ଆଉ ଜଣେ ଭାଇ ଗୁରୁତର ଅବସ୍ଥାରେ ବର୍ତ୍ତମାନ ବି ଭୁବନେଶ୍ୱରରେ ହାଇଟେକ୍ ମେଡ଼ିକାଲ କଲେଜ ହସ୍ପିଟାଲରେ ସେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। କିନ୍ତୁ ଘଟଣାକୁ ଗୋଟିଏ ଦିନ ପୂରି ନଥିଲା। ଆଶ୍ଚର୍ଯ୍ୟ ଲାଗୁଛି, ଆଠଗଡ଼ ତିଗିରିଆରେ କଣ୍ଟେନରରେ ଗୋମାଂସ ଭର୍ତ୍ତି କଣ୍ଟେନରକୁ ଜବତ କରାଗଲା। ଆଜ୍ଞା, ପ୍ରଶାସନ କରୁଛି କ'ଣ? पुलिस प्रशासन करुच्ची कौन? राज्य सरकार करुँच कौन? सबू जदि केवल गोमाता सुरक्षा जदि गोरक्षक मैंने देवे ताहले राज्य सरकार सरकार रे बसचंती कहीं से निजस्व इच्छा इस्तीफा दे देवा कथा।